କଟକ ମହାନଗର ନିଗମର 68 ନମ୍ବର ୱାର୍ଡର ତେଲେଙ୍ଗାପେଣ୍ଠଠାରେ ଥିବା ଐତିହାସିକ ଗାନ୍ଧୀ ସ୍ମୃତି ପୀଠରେ ଶହୀଦ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଜି ପ୍ରତ୍ୟୁଷରେ କଟକ ମହାନଗର ନିଗମର 68 ନମ୍ବର ୱାର୍ଡର କର୍ପୋରେଟର ମମତା ମହାନ୍ତି, କଟକ ମହାନଗର ନିଗମର 68 ନମ୍ବର ୱାର୍ଡର ପୂର୍ବତନ କଂଗ୍ରେସ ସଭାପତି ପ୍ରଶାନ୍ତ ମହାନ୍ତି, ସୁଧୀର ପଟ୍ଟନାୟକ, ଟିଟନ ସାହୁ, ଯୁଗଳ କିଶୋର ସାହୁ, ବିଜୟ ଜେନା, କରିମ ସାହା, ଅମିତା ବେହେରା, ରୀନା ବେହେରା, ସାମ୍ବାଦିକ ଅମୂଲ୍ୟ ବାରିକ, ସାମ୍ବାଦିକ ସୁରେନ୍ଦ୍ର ମହାପାତ୍ର, କେଶବ ଜେନା, ରବୀନ୍ଦ୍ର ସାହୁ, କେଶବ ନାୟକ, ଲକ୍ଷ୍ମୀଧର ମହାପାତ୍ର, ଶିଶିର ରାଉତ, ବିତର୍କର କାର୍ଯ୍ୟନିର୍ବାହୀ ସମ୍ପାଦକ ପ୍ରଦୀପ୍ତ କୁମାର ଦାସ, ପ୍ରଣବ କୁମାର ଦାସ, ଯଦୁ ପ୍ରଧାନ ପ୍ରମୁଖ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ମହାତ୍ମା ଗାନ୍ଧୀଙ୍କ ସ୍ମୃତିଚାରଣ କରିଥିଲେ। କଟକରୁ ପ୍ରଦୀପ୍ତ କୁମାର ଦାସଙ୍କ ରିପୋର୍ଟ, ବିତର୍କ ନ୍ୟୁଜ।